सो हेलो एवरीवन। तो ଏବେ ନ୍ୟू ଭ୍ୟାକେନ୍ସି ଆସିଯାଇଛି SBI ତରଫରୁ। SBI ପିଓର ମୋଟ 1500 ଭ୍ୟାକେନ୍ସି ଆସିସାରିଛି। ତ ଭ୍ୟାକେନ୍ସି ଆମେ ଦେଖିବା ୟାର ଏଜ୍ ଲିମିଟ୍ କେତେ, କେଉଁ କ୍ୟାଟେଗୋରୀରେ କେତେଟା ଭ୍ୟାକେନ୍ସି ଆସିଛି, ଫର୍ମ କେବେଠୁ ଆପ୍ଲାଏ ହେବ ଏବଂ ଲାଷ୍ଟ ଡେଟ୍ କେବେ। ଦେଖନ୍ତୁ 18/6 ମାନେ 18 ତାରିଖ, ଏବେ ଏଇ ମାସ 18 ତାରିଖରୁ ଫର୍ମ ପକେଇବା ଷ୍ଟାର୍ଟ ହେଇସାରିଛି। ଆଉ ଲାଷ୍ଟ ଡେଟ୍ କେବେ, ଜୁଲାଇ 8 ହେଉଛି ୟାର ଲାଷ୍ଟ ଡେଟ୍। 8/7/2026। ଟୋଟାଲ ମୋଟ ହେଉଛି କେତେ, 1500 ଭ୍ୟାକେନ୍ସି ବାହାରିଛି SBI ପିଓର। କେତେ ପିଓର ଫୁଲ୍ ଫର୍ମ କ'ଣ, ପ୍ରୋବେସନାରୀ ଅଫିସର ହେଲା। ପିଓର ଜବ୍ ବହୁତ ଭଲ ଜବ୍, ହାଇ ପେଡ୍ ସାଲେରୀ ଜବ୍। ସାଲେରୀ ପାଖାପାଖି 1 ଲାଖ ପ୍ଲସ୍ 1 ଲାଖ ପାଖାପାଖି ସାଲେରୀ ଇନଷ୍ଟାଣ୍ଟଲି ତୁମକୁ ମିଳିବ। ମାନେ ଫାର୍ଷ୍ଟ ଜଏନିଂ ପରେ 1 ଲାଖ ସାଲେରୀ ମିଳିବ। ତ ଦେଖନ୍ତୁ ୟାର କ'ଣ କ'ଣ ରହିଛି କ୍ରାଇଟେରିଆ। ଫାର୍ଷ୍ଟ ଏଠି ଦେଖନ୍ତୁ ପ୍ରିଲିମିନାରୀ ଏକ୍ଜାମ କେବେ ହେବ। ପ୍ରିଲିମିନାରୀ ଏକ୍ଜାମ ୟାର ହେବ ଦେଖନ୍ତୁ ଅଗଷ୍ଟ 2026ରେ। ମେନ୍ ଏକ୍ଜାମ ହେବ ସେପ୍ଟେମ୍ବର 2026ରେ। ଏବଂ ତାପରେ ଯେଉଁ ସାଇକୋମେଟ୍ରିକ୍ ଟେଷ୍ଟ ଆଉ ହେଉଛି ଇଣ୍ଟରଭ୍ୟୁ ତାଙ୍କର ହେବ ଅକ୍ଟୋବର ନଭେମ୍ବରରେ। ଫାଇନାଲ୍ ମେରିଟ୍ ଲିଷ୍ଟଟା ଡିସେମ୍ବର ସୁଦ୍ଧା ବାହାରିଯିବ। ଫାଇନାଲ୍ ମେରିଟ୍ ଲିଷ୍ଟ ଡିସେମ୍ବର ସୁଦ୍ଧା ବାହାରିଯିବ, ତାପରେ ଜଏନିଂ ହେଇଯିବ। ତ ନେକ୍ସଟ ଦେଖ, ତାପରେ ଆମେ ଦେଖିବା ଏଥିରେ କେଉଁ କ୍ୟାଟେଗୋରୀରେ କେତେ କେତେ ଭ୍ୟାକେନ୍ସି ବାହାରିଛି। ଦେଖ ୟାର SCରେ ବାହାରିଛି ଟୋଟାଲ ମୋଟ ଉପରେ 234ଟି ଭ୍ୟାକେନ୍ସି, ରେଗୁଲାର ଭ୍ୟାକେନ୍ସି 216ଟି ଆଉ ବ୍ୟାକଲଗ୍ ଭ୍ୟାକେନ୍ସି 18ଟି। STରେ ମୋଟ ଉପରେ 144ଟି, OBCରେ 390ଟି, EWSରେ 144ଟି ଏବଂ URରେ 588ଟି ମୋଟ ଟୋଟାଲ ଭ୍ୟାକେନ୍ସି ବାହାରିଛି। ମୋଟ ଉପରେ ଭ୍ୟାକେନ୍ସି ଟୋଟାଲ ଉପରେ ଭ୍ୟାକେନ୍ସି ଏଠି କେତେ, 1500 ଟୋଟାଲ ଉପରେ ଭ୍ୟାକେନ୍ସି ରହିଛି। ଆଉ କେତେ 54ଟି ରହିଛି ଟୋଟାଲ ବ୍ୟାକଲଗ୍ ଭ୍ୟାକେନ୍ସି। ଏଇଟା ସବୁ ଦେଖିଥିଲେ ଆମେ ବିଭିନ୍ନ କେଉଁ କେଉଁ କ୍ୟାଟେଗୋରୀର କ'ଣ କ'ଣ ଭ୍ୟାକେନ୍ସି ରହିଛି। ତାପରେ ମନେ ରଖିଥିବେ ଏହାର UR, SCBC ଆଉ EWS ମାନଙ୍କ ପାଇଁ ଫର୍ମ ଫିସ୍ ରହିଛି 750 ଟଙ୍କା ହେଉଛି ଫର୍ମ ଫିସ୍। ଆଉ SC ST ମାନଙ୍କ ପାଇଁ ପୁରା ଫ୍ରି ଅଛି, କିଛି ପଇସା ଦେଇତେ ପଡ଼ିବନି, ଜିରୋ ହେଲା। କିନ୍ତୁ UR, SCBC ଆଉ EWS ମାନଙ୍କ ପାଇଁ 750 ଟଙ୍କା ଫିସ୍ ଅଛି। ଏଠି ଦେଖିଦେବେ ଟେଣ୍ଟେଟିଭ୍ ଡେଟ୍ ଦେଇଦେଇଛି 18/6ରୁ ଆପ୍ଲାଏ, 8/7 ଯାଏଁ, ଜୁଲାଇ 8 ଯାଏଁ ଆପ୍ଲାଏ ରହିବ। ତାପରେ ନେକ୍ସଟ ଆମେ ଯିବା ଏଠି ଦେଖନ୍ତୁ ଆପ୍ଲାଏ କଲା ସମୟରେ ୟାର ସବୁ କୋଡ୍ ଦେଇଛି। SC ST SCBC OBC UR ଏମାନଙ୍କର ସବୁ କୋଡ୍ ଦେଇଛି। ଏଇ କୋଡ୍କୁ ଆପ୍ଲାଏ କଲାବେଳେ ୟୁଜ୍ ହେବ। ଆଉ ୟାର ଗୋଟେ ସବୁଠାରୁ ବଡ଼ ଇମ୍ପୋର୍ଟାଣ୍ଟ ପଏଣ୍ଟ ହେଲା, ତମେ ଯଦି ସର୍ଭିସ୍ ଜଏନ୍ କଲ, ସର୍ଭିସ୍ ଜଏନ୍ର ମିନିମମ୍ଟା ତୁମକୁ 3 ବର୍ଷ ତମେ ସର୍ଭିସ୍କୁ ଜଏନ୍ କରିବ। 3 ବର୍ଷ ପରେ ହିଁ ତମେ ଯଦି ସର୍ଭିସ୍ ମାନେ ଛାଡ଼ିବା ପାଇଁ ଚାହିଁବ ତାହେଲେ ଛାଡ଼ିପାରିବ। 3 ବର୍ଷ ଭିତରେ ତୁମକୁ ସର୍ଭିସ୍ ତମେ କେବେ ବି ଛାଡ଼ିପାରିବ ନାହିଁ। ନହେଲେ ତୁମକୁ କେତେ ଏମିତି ଟଙ୍କା ଅଛି, ଫାଇନ୍ ପଡ଼ିବ, ତୁମକୁ 2 ଲକ୍ଷ ପାଖାପାଖି ଫାଇନ୍ ପଡ଼ିବ। ତାପରେ ବି ଯିଏ ବି ଜବ୍ କରିସାରିଲା ପରେ ସେ କ'ଣ ପାଇଁ ଜବ୍ ମାନେ ଛାଡ଼ିବା ପାଇଁ ଜବ୍ ଚେଷ୍ଟା କରିବ। ତ ଏବାରେ ପ୍ୟାଟର୍ନ ଦେଖିଦିଅନ୍ତୁ ଏକ୍ଜାମ୍ କେମିତି ହେବ ଏକ୍ଜାମ୍। ଫାର୍ଷ୍ଟ ୟାର ପ୍ରିଲିମିନାରୀ ଏକ୍ଜାମ୍। ପ୍ରିଲିମିନାରୀ ଦେଖ ଇଂଲିଶ ଲାଙ୍ଗୁଏଜ କେତେ 40 ମାର୍କ, କ୍ୱାଣ୍ଟିଟେଟିଭ୍ ଆପ୍ଟିଟ୍ୟୁଡ୍ ମାନେ ମ୍ୟାଥ୍ ଇଏ ହେଉଛି 30 ମାର୍କ, ଆଉ ରିଜନିଂ ଆବିଲିଟି ଇଏ ହେଲା 30 ମାର୍କ, ଟୋଟାଲ ହେଉଛି 100 ମାର୍କ। ଯେଉଁ ଇଂଲିଶ ଲାଙ୍ଗୁଏଜ ପାଇଁ ସେକ୍ସନାଲ ଟାଇମର 20 ମିନିଟ୍, କ୍ୱାଣ୍ଟିଟେଟିଭ୍ ଆପ୍ଟିଟ୍ୟୁଡ୍ ପାଇଁ 20 ମିନିଟ୍, ଆଉ ରିଜନିଂ ଆବିଲିଟି ପାଇଁ ମଧ୍ୟ 20 ମିନିଟ୍, ଟୋଟାଲ 1 ଆୱାରରେ ଏକ୍ଜାମ୍ ହେବ। ତାପରେ ମେନ୍, ଏଟା ହେଲା ପ୍ରିଲିମ୍ ଗଲା। ତାପରେ ମେନ୍ସ ଦେଖ, ମେନ୍ ଏକ୍ଜାମ୍ ହେବ ରିଜନିଂ ଆଉ କମ୍ପ୍ୟୁଟର ଆପ୍ଟିଟ୍ୟୁଡ୍ 40ଟା କ୍ୱେଶ୍ଚନ୍ 60 ମାର୍କ। ତାପରେ ଡାଟା ଆନାଲିସିସ୍ ଏବଂ ଇଣ୍ଟରପ୍ରିଟେସନ୍ 30ଟା କ୍ୱେଶ୍ଚନ୍ 60 ମାର୍କ। ଜେନେରାଲ ଆୱାରନେସ୍, ଇକୋନୋମି ଆଣ୍ଡ ବ୍ୟାଙ୍କିଂ ନଲେଜ ଏଟା ହେଉଛି 60ଟା କ୍ୱେଶ୍ଚନ୍ 60 ମାର୍କ। ଇଂଲିଶ ଲାଙ୍ଗୁଏଜ 40 କ୍ୱେଶ୍ଚନ୍ 20 ମାର୍କ। ଟୋଟାଲ ହେଉଛି ନମ୍ବର ଅଫ୍ କ୍ୱେଶ୍ଚନ୍ ରହୁଛି କେତେ, 170ଟି। ମାର୍କ ଟୋଟାଲ ରହିବ ମ୍ୟାକ୍ସିମମ୍ ମାର୍କ 200ଟି। ୟାର ସବୁ ସେକ୍ସନାଲ ଟାଇମର ଅଛି। ରିଜନିଂ ପାଇଁ 50 ମିନିଟ୍, ଡାଟା ଆନାଲିସିସ୍ ଏବଂ ଇଣ୍ଟରପ୍ରିଟେସନ୍ ପାଇଁ 50 ମିନିଟ୍, ଜେନେରାଲ ଆୱାରନେସ୍ ଜିକେ ଆଉ ଇକୋନୋମି ବ୍ୟାଙ୍କିଂ ନଲେଜ ପାଇଁ 45 ମିନିଟ୍, ସରି ଏସବୁ 45 ମିନିଟ୍ ରହିଛି। ତାପରେ ଇଂଲିଶ ଲାଙ୍ଗୁଏଜ ପାଇଁ 40 ମିନିଟ୍। ଟୋଟାଲ ଉପରେ 3 ଆୱାରର 3 ଘଣ୍ଟାର ତୁମକୁ ଟାଇମ୍ ଦିଆଯିବ। ତାପରେ ଡେସ୍କ୍ରିପଟିଭ୍ ପେପର ରହୁଛି। ଡେସ୍କ୍ରିପଟିଭ୍ ପେପର ଦେଖ ଇମେଲ୍, ସିଚୁଏସନ୍ ଆନାଲିସିସ୍ ଏବଂ ଆଇଦର ରିପୋର୍ଟସ୍ ରାଇଟିଂ ଅର୍ ପ୍ରେସିଜ୍ ରାଇଟିଂ। ଏଟା ଯେକୌଣସିଟା ଭିତରୁ ତୁମେ 2ଟା ଭିତରୁ ଗୋଟେ ଚୁଜ୍ କରିବ। ଇଏ ରହୁଛି 3ଟା କ୍ୱେଶ୍ଚନ୍ ରହିବ। 3ଟା କ୍ୱେଶ୍ଚନ୍ ହେଉଛି କେତେ, 30 ମାର୍କ। ଏଠି ହେବ 30 ମିନିଟ୍ ମିଳିବ। ଟୋଟାଲ ତୁମକୁ 230 ମାର୍କରୁ ପରୀକ୍ଷା ହେବ। 3 ଘଣ୍ଟା 30 ମିନିଟ୍ ତୁମକୁ ମିଳିବ। ଏଟା ହେଉଛି ମେନ୍ସରେ। ମେନ୍ସରେ କ୍ୱାଲିଫାଏ କଲା ପରେ ତାପରେ ଇଣ୍ଟରଭ୍ୟୁ ତାପରେ
तुमको जॉइनिंग लेटर मिल जिवो। इंटरव्यू देखो इंटरव्यू विषय मो टोटाल केते इंटरव्यूटा रोची आमर ग्रुप एक्सरसाइज 20 रोची इंटरव्यू 30 रोची टोटाल रोची 50 हला मैक्सिमम मार्क तार रोची ता भीतर तुमको जते मिनिमम तार थिबो क्वालिफाई करिया पई जदी मार्क रखिना तुमरो क्वालिफाई हो जिवो। एठी देखंतु तार टेस्ट देला केते मैक्सिमम मार्क केते 230 आ नॉर्मलाइज मार्क केते 75 सेरम ग्रुप एक्सरसाइज इंटरव्यू रो मैक्सिमम मार्क केते 50 एवं नॉर्मलाइज मार्क होची 25 टोटल 280 रो नॉर्मलाइज मार्क केते हला 100 तो लास्ट एट द एंड ऑफ रे तुम जेतो फाइनल मेरिट लिस्ट तुम आसी जिवो तुम ना तेन तुम हाथ रे जॉइनिंग लेटर रो भी थिबो तुम डॉक्यूमेंट वेरिफिकेशन हबो तापरे जॉब तो এই जो এটা মানে ভ্যাকেন্সি রয়েছে এটারে সবু মানে স্টেট ওয়াইজ ভ্যাকেন্সি তুমি মনে করো উত্তর প্রদেশে জব কল উত্তর প্রদেশর তোমাকে লোকাল ল্যাঙ্গুয়েজ তোমাকে আসুথবা দরকার সেরকম বিহারে জব কল ধর বিহারে বি হিন্দি চালছি তো হিন্দি তোমাকে আসুথবা দরকার ধর দিল্লি চুজ কল দিল্লিরে ধর হিন্দি কইপারিব তাহলে হিন্দি আসুথবা দরকার কিন্তু ধর তুমি তামিলনাড়ু চুজ কল তুমি যদি তামিল ল্যাঙ্গুয়েজ আসুথব তাহলে তুমি সে রিজন দিয়ে চুজ করিব তাহলে সে জব করিপারিব কিন্তু তুমি যদি তামিল ন কইপারিব তোমার যদি সিলেকশন হয়ে তাପରେ ବି ତୁମେ ସେ ଜବ୍ କରିପାରିବନି ସେ ଜବ୍ରୁ ତୁମକୁ ଖୋଲିଦେବେ ହେଲା। ଏଇଠି ଦେଖିଦିଅନ୍ତୁ ତାପରେ ଏକ୍ଜାମିନେସନ୍ ସେଣ୍ଟର ଦେଖନ୍ତୁ ସେଇଥିପାଇଁ ଆମର ଓଡ଼ିଶାରେ ଭ୍ୟାକେନ୍ସି ଅଛି ଆମର ଭୁବନେଶ୍ୱରରେ ବି ଜବ୍ ମିଳେ ଏଇ ଯେଉଁ ସବୁ ବ୍ୟାଙ୍କିଂ ସେକ୍ଟର SBI ଯେଉଁଠାରେ ଅଛି ତେଣୁ ଓଡ଼ିଆ ପିଲା ବି ନା ଓଡ଼ିଶା ପିଲା ବି ଓଡ଼ିଆ ମାନେ ଲାଙ୍ଗୁଏଜ୍ ଦେଇ ଯେଉଁମାନେ ଧର ହିନ୍ଦୀ କହିପାରିବେନି ସେମାନେ ଓଡ଼ିଶା ଚୁଜ୍ କରିବେ ଦେନ୍ ବେଟର୍ ହେବ। ଯେଉଁମାନେ ପୁରା ହିନ୍ଦୀ ଫ୍ଲୁଏଣ୍ଟଲି କହିପାରିବେ ସେମାନେ ବାହାର ୟୁପି ବିହାର ହେଉଛି ମୁମ୍ବାଇ ଯେଉଁଠି ବି ମହାରାଷ୍ଟ୍ର ଯେଉଁଠି ବି ଦେଲେ ଆରାମସେ ସେମାନେ ଜବ୍ କରିପାରିବେ। ଏଠି ଦେଖନ୍ତୁ ଏକ୍ଜାମିନେସନ୍ ସେଣ୍ଟର ଓଡ଼ିଶାରେ ସବୁଆଡ଼େ ସେଣ୍ଟର ରହିଛି। ଓଡ଼ିଶାରେ ଦେଖିଦିଅନ୍ତୁ ଏକ୍ଜାମିନେସନ୍ ସେଣ୍ଟର କେଉଁଠାରେ ରହିଛି। ଓଡ଼ିଶାରେ ଏଠି ଦେଖନ୍ତୁ ବାଲେଶ୍ୱର ବରହମପୁର ଗଞ୍ଜାମ ଭୁବନେଶ୍ୱର କଟକ ଢେଙ୍କାନାଳ ରାଉରକେଲା ସମ୍ବଲପୁର ଏଇଟାରେ ହେଉଛି ଓଡ଼ିଶାର କ'ଣ ପ୍ରିଲିମିନାରୀ ଏକ୍ଜାମଟା ଏଇ ସେଣ୍ଟର ହେବ କିନ୍ତୁ ମେନ୍ସ ଏକ୍ଜାମ ହେଉଛି ଭୁବନେଶ୍ୱର ଆଉ କଟକ ହେବ। ଇଣ୍ଟରଭ୍ୟୁ ପାଇଁ ସେମାନେ ଭୁବନେଶ୍ୱର ବି ଡାକିବେ ନା କ'ଣ। ତ ଏଇଟା ଥିଲା ୟାର ଡିଟେଲ୍ ନୋଟିଫିକେସନ୍। ଭିଡ଼ିଓଟି ଯଦି ଭଲ ଲାଗିଥିବ ତାହେଲେ ଲାଇକ୍ କରିବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହିଲି ଧନ୍ୟବାଦ।